ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ ଆମର ୟୁଟ୍ୟୁବ୍ ଚ୍ୟାନେଲକୁ। ବଡ଼ ଖବରଟେ ଦେଖିଦେବା। ଆଜି ଆତ୍ମଘାତୀ ହେଉଛି ଅନଲାଇନ୍ ଗେମ୍। 7 ଲକ୍ଷ ହରାଇ ଫ୍ୟାନ୍ରେ ଝୁଲି ପଡ଼ିଲେ ଯୁବକ। ଅନଲାଇନ୍ ଗେମ୍ରେ 7 ଲକ୍ଷ ଟଙ୍କା ହାରି ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅନଲାଇନ୍ ଗେମ୍ ଖେଳିବା ବେଶ୍ ବିପଜ୍ଜନକ ହୋଇଥିଲେ ହେଁ ଆଜିକାଲିର ଯୁବପିଢ଼ି ସେଥିପ୍ରତି ଆଗ୍ରହ ଦେଖାଉଥିବା ପରିଲକ୍ଷିତ ହେଉଛି। ଏହି ଅତ୍ୟାଧୁନିକ ଜୁଆ ଖେଳକୁ ନେଇ ଆଜି ରାଜଧାନୀରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ 30 ବର୍ଷର ଯୁବକ ଏହି ଖେଳରେ 7 ଲକ୍ଷ ଟଙ୍କା ହରାଇବା ପରେ ନିଜ ଜୀବନ ହାରି ଦେଇଛନ୍ତି। ମୃତ ଯୁବକ ହେଲେ ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଚମ୍ପାପୋଖରୀ ଅଞ୍ଚଳରେ ରହୁଥିବା ବିରଞ୍ଚି ନାୟକଙ୍କ ପୁଅ ବିକାଶ। ଧାର କରଜ ସୁଝିବା ପରିସ୍ଥିତି ନଥିବାରୁ ମାନସିକ ଭାରସାମ୍ୟ ହରାଇ ବିକାଶ ଏଭଳି ଚରମ ନିଷ୍ପତ୍ତି ନେଇଥିବାର ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବିକାଶ ଏକ ଘରୋଇ ସଂସ୍ଥାରେ ପ୍ୟାଥୋଲୋଜି ଟେକ୍ନିସିଆନ୍ ଭାବେ କାମ କରୁଥିଲେ। ସେ ଅଧିକ ଅର୍ଥ ଉପାର୍ଜନ ଲକ୍ଷ୍ୟରେ ଅନଲାଇନ୍ ଗେମ୍ରେ ମୁଣ୍ଡ ପୁରାଇଥିଲେ। ନିଜ ପାଖରେ ସମସ୍ତ ସଞ୍ଚିତ ଅର୍ଥ ବ୍ୟବହାର ସତ୍ତ୍ୱେ ଏହି ଖେଳ ଛାଡ଼ି ପାରିନଥିଲେ। ବରଂ ଅନଲାଇନ୍ ଗେମ୍ ନିଶା ତାଙ୍କୁ ବେଶୀ ଘାରି ଚାଲିଥିଲା। ତେଣୁ ସେ ଧାର କରଜ କରିବା ଆରମ୍ଭ କରିଥିଲେ। ଏମିତିକି 3 ଲକ୍ଷ ଟଙ୍କା ହରାଇଥିଲେ। କରଜଦାତା ଟଙ୍କା ମାଗିବା କଥାରୁ ପରିବାର ଲୋକଙ୍କ କାନକୁ ଆସିଥିଲା। ବିକାଶଙ୍କ ମାଆ ମରିପଡ଼ି କରଜ ଟଙ୍କା ସୁଝିବେ ବୋଲି ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଆଉ ଏହି ଗେମ୍ ନ ଖେଳିବାକୁ ବିକାଶଙ୍କୁ ତାଗିଦ କରିଥିଲେ। କିନ୍ତୁ କିଛି ଦିନ ପରେ ବିକାଶ ପୁଣି ଏହି ଜୁଆ ଖେଳରେ ମାତିଲେ ଏବଂ କରଜ କରିଥିବା 4 ଲକ୍ଷ ଟଙ୍କା ବୁଡ଼ିଗଲା। କଥା ଲୁଚି ରହିଲା ନାହିଁ। ଏହା ପରଠୁ ବିକାଶ ମାନସିକ ଅବସ୍ଥା ବିଗିଡ଼ିବାରେ ଲାଗିଲା। ସେ ବହୁ ସମୟ ନୀରବ ରହୁଥିଲେ। ଆଜି ଘରେ କେହି ନଥିବା ବେଳେ ସେ ଫ୍ୟାନ୍ରେ ଝୁଲି ପଡ଼ିଥିଲେ। କୌଣସି କାମରେ ବାହାରେ ଥିବା ବିକାଶଙ୍କ ମାଆ ବାରମ୍ବାର ଫୋନ୍ କରିଥିଲେ ହେଁ ସେ ଜବାବ ଦେଇନଥିଲେ। ତେଣୁ ବିକାଶଙ୍କ ମାଆ ଜଣେ ପଡ଼ୋଶୀଙ୍କୁ ଘଟଣା କ'ଣ ବୁଝିବାକୁ ଫୋନ୍ କରିଥିଲେ। ପଡ଼ୋଶୀ ଜଣକ ବିକାଶଙ୍କ ଘରକୁ ଯାଇ ଝରକା ବାଟେ ଏହି ଅଘଟଣ ଦେଖି ନିର୍ବାକ୍ ହୋଇଯାଇଥିଲେ। ସାଙ୍ଗେ ସାଙ୍ଗେ ସ୍ଥାନୀୟ ଅଞ୍ଚଳରେ ହୁରି ପଡ଼ିଯାଇଥିଲା। ବିକାଶଙ୍କ ମାଆ ଆସିବା ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ପହଞ୍ଚିଥିଲା ଏବଂ ମୃତଦେହ ଜବତ କରାଯାଇଥିଲା। ପୁଲିସ ବିକାଶଙ୍କ ମୋବାଇଲ ଫୋନ୍ ଜବତ କରି ଅଧିକ ଖୋଳତାଡ଼ ଚଳାଇଛି। ସେହିପରି ଆଉ ଜଣେ ଯୁବକ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ବ୍ଲକରେ ଅନଲାଇନ୍ ଗେମ୍ ଖେଳି 5 ଲକ୍ଷ ଟଙ୍କା ହରାଇବାରୁ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଚମାରଗାଁ ପଞ୍ଚାୟତ ତେଘରି ଗ୍ରାମର ପୂର୍ଣ୍ଣଚନ୍ଦ୍ର ରାୟଙ୍କ ପୁଅ ସର୍ବଜିତ। ସେ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସର୍ବଜିତ ଚେନ୍ନାଇ ସ୍ଥିତ ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲେ। 10 ବର୍ଷ ହେଲା ଚାକିରି ଛାଡ଼ି ଗାଁରେ ଟ୍ୟୁସନ୍ ପଢ଼ାଉଥିଲେ। କିଛି ଦିନ ହେଲା ସେ ଅଧିକ ରୋଜଗାର ନିଶାରେ ଅନଲାଇନ୍ ଗେମ୍ ଖେଳୁଛନ୍ତି। ସର୍ବଜିତ ଜୁପି ଅନଲାଇନ୍ ଗେମ୍ ଖେଳି ପ୍ରଥମେ 20,000 ଟଙ୍କା ହରାଇଥିଲେ। ସେହି କ୍ଷତି ଭରଣ କରିବା ଲୋଭରେ ବାରମ୍ବାର ଖେଳି ପାଖାପାଖି 5 ଲକ୍ଷ ଟଙ୍କା ହରାଇ ସାରିଲେଣି। ଆଜି ସକାଳେ ସେ ବିଚଳିତ ହୋଇ ନିଜର ତଣ୍ଟି ଓ ବାମ ହାତରେ ଶିରାକୁ ବ୍ଲେଡ୍ରେ କାଟି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲ ଓ ସେଠାରୁ ଫକୀରମୋହନ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସର୍ବଜିତ ବିବାହିତ। 8 ବର୍ଷ ହେଲା ତାଙ୍କର ପତ୍ନୀ ଓ 7 ବର୍ଷର ଝିଅ ଅଲଗା ରହୁଛନ୍ତି ବୋଲି ଖବର ମିଳିଛି। ତେବେ ଅନଲାଇନ୍ ଗେମ୍ରେ ଏହି ଯେଉଁ ଅସୁବିଧା ହେଉଛି ତାହା ନେଇ କିଛି ଗୁରୁତର ଆକ୍ସନ୍ ନିଆଯିବା ନିହାତି ଦରକାର। ତେବେ ଏହା ଥିଲା ଆମର ଆଜିର ଭିଡ଼ିଓ। ଆମର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍